2026-27 ପାଇଁ 3.20 ଲକ୍ଷ କୋଟି ଟଙ୍କା ଛୁଇଁପାରେ ବଜେଟ୍ ବହି ବରାଦ। ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର। 2026-27ରେ 3.20 ଲକ୍ଷ କୋଟି ଟଙ୍କା ଛୁଇଁପାରେ ବଜେଟ୍ ବହି ବରାଦ। ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର। କାଲି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ 20ରେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସରକାରୀ ତଥ୍ୟ ଅନୁସାରେ ଗତ 5 ବର୍ଷ ମଧ୍ୟରେ ଓଡ଼ିଶାର ବଜେଟ୍ ଆକାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ରାଜସ୍ୱ ବୃଦ୍ଧି ଏବଂ ବିକାଶମୂଳକ ଯୋଜନା ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ଗତ 5 ବର୍ଷର ଧାରାକୁ ଦେଖିଲେ ବାର୍ଷିକ ହାରାହାରି 12-15% ବୃଦ୍ଧି ଘଟୁଛି। ତେଣୁ ଏଥର ବଜେଟ୍ 3.20 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ନେଇ ଆଶା କରାଯାଉଛି। 2036 ସୁଦ୍ଧା ଓଡ଼ିଶାକୁ $500 ବିଲିୟନ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ ଏହା ଏକ ବଡ଼ ପଦକ୍ଷେପ ହେବ। କ୍ୟାବିନେଟ୍ ପୂର୍ବରୁ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ଚିଠା ବଜେଟ୍କୁ ଅନୁମୋଦନ କରିସାରିଛି। ଆଗାମୀ ବଜେଟ୍ରେ ଯେଉଁ କ୍ଷେତ୍ରଗୁଡ଼ିକ ମୁଖ୍ୟ ଫୋକସ୍ ଏରିଆରେ ରହିବ ସେଥିରେ ରହିଛି କୃଷି ଓ ଜଳସେଚନ। ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ସମୃଦ୍ଧ କୃଷକ ଯୋଜନା ଓ ଜଳସେଚନ ପାଇଁ ପ୍ରାୟ 40,000 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇପାରେ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଟଳ ଏକ୍ସପ୍ରେସୱେ, ଭୁବନେଶ୍ୱର ଆଉଟର ରିଙ୍ଗ ରୋଡ଼ ଏବଂ 75,000 କିମି ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ପାଇଁ ରେକର୍ଡ ପାଣ୍ଠି ଆବଣ୍ଟନ ହୋଇପାରେ। ମହିଳା ଓ ଶିଶୁ କଲ୍ୟାଣ ପାଇଁ ସୁଭଦ୍ରା ଯୋଜନାରେ ବଡ଼ ଅନୁଦାନ ସହ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଆସିପାରେ। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ 1.5 ଲକ୍ଷ ସରକାରୀ ପଦବୀ ପୂରଣ, ଆଦର୍ଶ ବିଦ୍ୟାଳୟ ଏବଂ ଯୁବକଙ୍କ ଦକ୍ଷତା ବିକାଶ ଦିଗରେ କିଛି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ହସ୍ପିଟାଲ, କ୍ୟାନ୍ସର ଚିକିତ୍ସା ଏବଂ ଗରିବଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନାରେ ବ୍ୟୟବରାଦ ବରାଦ ହେବ। ଶିଳ୍ପ ଓ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦଶନ୍ଧିରେ 1 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଶିଳ୍ପକୁ ପ୍ରୋତ୍ସାହନ ମିଳିପାରେ। ସହରୀ ଓ ଗ୍ରାମୀଣ ବିକାଶ ପାଇଁ ଭୁବନେଶ୍ୱର, କଟକ, ପୁରୀ ମେଟ୍ରୋ ଅଞ୍ଚଳ ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ବଢ଼ିପାରେ। ବିପର୍ଯ୍ୟୟ ପରିଚାଳନା ପାଇଁ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ବାର୍ଷିକ 4,000 କୋଟିରୁ ଅଧିକ ବ୍ୟୟବରାଦ ହୋଇପାରେ। ଏହି ବଜେଟ୍ ଓଡ଼ିଶାକୁ 2036 ସୁଦ୍ଧା ଏକ ବିକଶିତ ରାଜ୍ୟ କରିବା ଦିଗରେ ଲୋକାଭିମୁଖୀ ଓ ବିକାଶମୂଳକ ହେବାକୁ ଯାଉଛି ବୋଲି କୁହାଯାଉଛି। ଧନ୍ୟବାଦ।